জগন্নাথ শ্রী জগন্নাথ জগন্নাথ শ্রী জগন্নাথ শ্রী জগন্নাথ। ମୋ ନାଁ ହେଉଛି ଚନ୍ଦ୍ରମଣି ମହାରଣା। ଆମର ଏ ହାତୀମଡ଼ା ଗୋବିନ୍ଦପୁରରେ ଅନୁଷ୍ଠାନ। ତେଣୁ ପ୍ରଥମେ ଆମର ଏଠି ଅନୁଷ୍ଠାନ ମାଉସୀ ମା ମନ୍ଦିର ଆମର ଜଣେ ପୂର୍ବତନ ସରପଞ୍ଚ ଯିଏ ଥିଲେ ରତନ ଧଳ, ସିଏ ଏଠି ଆଣି ତାଙ୍କ ଘର ଏବଂ ପ୍ରତିଷ୍ଠା ଏଠାରେ କରିଥିଲେ। ତେଣୁ ମୁଁ ସେଇଦିନଠାରୁ ମୋ ଘର ସାମ୍ନାରେ ମୁଁ ଦେଖି ଆସୁଥିଲି, ଯାହା ପ୍ରଭୁ ମୋତେ ଏସବୁ ସୁଯୋଗ ଦିଅନ୍ତୁ, ମୁଁ କେବେ ବି ଏଇସବୁ ଚାଲିଛି ଟିକେ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ। ଏଇ ଥିଲା ମୋର କଳ୍ପନା। ତେଣୁ ମୁଁ ଯାହା ଠାକୁର ମୋତେ ସେ ସୁଯୋଗ ଦେଇଛନ୍ତି ଆଜି, ମୁଁ ସେଥିପାଇଁ ଠାକୁରଙ୍କ ପାଖରେ କୃତଜ୍ଞ। ଠାକୁରଙ୍କର ବହୁତ ବଢ଼ିଆ ଅନୁଷ୍ଠାନ ଚାଲିଛି ଭଲ ଭାବରେ। ଏଠି ପୂଜା ପ୍ରାର୍ଥନା, ନନା ଆମର ବହୁତ ଭଲ ଭାବରେ ପୂଜା ପ୍ରାର୍ଥନା କରୁଛନ୍ତି। ତେଣୁ ସମସ୍ତ ଲୋକଙ୍କର ସାହାଯ୍ୟ ସହାନୁଭୂତି ଅଛି ମଧ୍ୟ। ମୁଁ ଠାକୁରଙ୍କ ପାଖରେ କର୍ତ୍ତା ହେଇ ମୋତେ ବହୁତ ଆନନ୍ଦିତ ଲାଗୁଛି। ତେଣୁ ଠାକୁର ସେବା କରିବା ପାଇଁ ମୋତେ ଏହିଭଳି ସୁଯୋଗ ଦେଇଥାନ୍ତୁ ପ୍ରଭୁ। ସୁଶାନ୍ତି ମହାରଣା। ଆପଣ କର୍ମ କରିକି କେମିତି ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି। କିନ୍ତୁ ପ୍ରଥମ ଯେତେବେଳେ ଠାକୁର ଆସିଥିଲା ଆମର ସେ ମାସ ଆଣିଥିଲେ, ମୋତେ ସେବେଠୁ ମୋ ମନରେ ବହୁତ କଳ୍ପନା ଗୋଟେ ଥିଲା, କେବେ ମୁଁ ଠାକୁରଙ୍କର ଇଏ କରିପାରେ। ଯାହା ହଉ ଈଶ୍ୱରଙ୍କ ଦୟାରୁ ପ୍ରଭୁ ମୋତେ ଦେଇଛନ୍ତି, ଏଥର ମୋତେ କରିଦିଅନ୍ତି କର୍ତ୍ତା କରିବା ହିସାବରେ ମୁଁ ବହୁତ ଖୁସି ଅଛି ସେଥିରେ। ନନା ଆପଣଙ୍କର ନାଁ କ'ଣ କହିଲେ? ମୋ ନାଁ ପ୍ରଭାତ କୁମାର ପତି। ଠାକୁରଙ୍କର ରୀତିକାନ୍ତି ଉପରେ କହିବେ। ଠାକୁରଙ୍କର ନୀତିକାନ୍ତି କ'ଣ, ଏଠି ମାଉସୀ ମା ମନ୍ଦିର ଆଜିକି ପ୍ରାୟ 10-11 ବର୍ଷ ହେଲାଣି ଚାଲିଛି। ଆ ଭିତରେ ଠାକୁରଙ୍କର 9 ଦିନ ଯାତ୍ରା ଏଠି ସମ୍ପୂର୍ଣ୍ଣ କରାଯାଏ। ପ୍ରାତଃକାଳୀନ ସକାଳ ଧୂପ, ମଧ୍ୟାହ୍ନ ଧୂପ ଏବଂ ରାତ୍ରି ଧୂପ, 3 ଧୂପ ଏଠି କାର୍ଯ୍ୟ ହୁଏ ଠାକୁରଙ୍କର। ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା ହୁଏ, ସମସ୍ତ ସହଯୋଗ କରନ୍ତି। ସହଯୋଗ ଭିତରେ ଠାକୁରଙ୍କର ଖୁସି ଆସିରେ ପୁଣି ବିଦା ହୁଅନ୍ତି। ଏହା ହେଉଛି କାର୍ଯ୍ୟ। ଏଠି ପ୍ରଥମ ଦିବସ ଠାରୁ ଆରମ୍ଭ କରି ଆଷାଢ଼ ଶୁକ୍ଳ ଦ୍ୱିତୀୟା ଆସନ୍ତି ଠାକୁର। ଠିକ୍ ସୂର୍ଯ୍ୟ ଅସ୍ତ ସମୟକୁ ଆସି ପହଞ୍ଚି ଯାଆନ୍ତି। ପହଞ୍ଚିଗଲା ପରେ ଆମର ସେଇ ଦିନରୁ ଏଠି ଠାକୁରଙ୍କର ନୀତିକ୍ରାନ୍ତି ଆରମ୍ଭ ହୁଏ ଅପ୍ ଟୁ ବାହୁଡ଼ା ପର୍ଯ୍ୟନ୍ତ। ବାହୁଡ଼ାରେ ବିଜୟା ଦଶମୀ କାର୍ଯ୍ୟକ୍ରମ ହୁଏ, ସୁନାବେଶ ହୁଏ, ଅଧରପଣା ହୁଏ, ଆଉ ନୀଳାଦ୍ରି ବିଜେ ହୁଏ, ରସଗୋଲା ଭୋଗ ହୁଏ। ଏମିତି 36 ପ୍ରକାର ଭୋଗ ଠାକୁରଙ୍କ ବାହାରେ ହୁଏ। ଠାକୁରଙ୍କର ବିଭିନ୍ନ ପ୍ରକାର ପୂଜାପୂଜି ହୁଏ। ଯେଉଁମାନଙ୍କର ମନସ୍କାମନା ଥାଏ ସେମାନଙ୍କର ପୂର୍ଣ୍ଣ ହୁଏ, ସେମାନେ ମଧ୍ୟ ପୂଜା ଅର୍ଚ୍ଚନା କରନ୍ତି। ଏଠି ପୁଣି ହରିହାଟ ହୁଏ, ସମସ୍ତଙ୍କ ପାଇଁ ଖିଆପିଆର ବ୍ୟବସ୍ଥା ହୁଏ। ଏଇଭଳି ଭାବରେ ଠାକୁରଙ୍କର ପୂଜା ଅର୍ଚ୍ଚନା ଚାଲିଛି। ଆଉ ପିଲାମାନେ ଆମର 10-12 ଜଣ ପିଲା ଆସନ୍ତି, ଏଠିକି ଆସନ୍ତି ସମସ୍ତେ। ସେମାନେ ଠାକୁରଙ୍କର ସହଯୋଗୀ ଭାବରେ ଯେଉଁ ଯେଉଁ କାର୍ଯ୍ୟ ତାଙ୍କୁ ସବୁ କୁହାଯାଏ, ଠାକୁରଙ୍କର ଉପକାରୀ କାର୍ଯ୍ୟ, କିଏ ଫୁଲହାର କରିବା, କିଏ ଚନ୍ଦନ ଦେବା, କିଏ ଠାକୁରଙ୍କ ରୋଷ ଘର ନୀତି ଆରମ୍ଭ କରିବା ପାଇଁ ଯେଉଁ ପରିବାପତ୍ର ଭଲ ମନ୍ଦ କଟାକଟି, ଠାକୁର ଧୁଆ ଧୋଇ ମଜାମଜି ଇତ୍ୟାଦି ସବୁ କାର୍ଯ୍ୟ କରନ୍ତି ପିଲାମାନେ ଲାଗିକି ସବୁ। ଆଉ ମନ ସହଯୋଗ ଦେଇକି ଏକତ୍ରତା ଭାବରେ ଶାନ୍ତିପୂର୍ଣ୍ଣ ଭାବରେ 10 ଦିନ କାଳ ଏଠି କାର୍ଯ୍ୟକ୍ରମ ହୁଏ। ଆପଣଙ୍କ ନାଁ କ'ଣ କହିବେ? ସଞ୍ଜୁଲତା ଧଳ। ଆପଣଙ୍କର ସେବା କ'ଣ ଏଠି? ସେବା ଠାକୁର ଆସିଛନ୍ତି, ଭଲ ଲାଗୁଛି। ଏଇକି 9 ଦିନ ଆମର ଖୁସି ଲାଗୁଛି। ଛୁଆ ପିଲା ସବୁ ଏଠି ଠାକୁରଙ୍କ ସେବା କରୁଛନ୍ତି। ଆମେ ବି ଆସିକି ଏଠି ଟାଇମ୍ ଦେଉଛୁ, ଠାକୁର ସେବା କରୁଛୁ, ଆମକୁ ବହୁତ ଖୁସି ଲାଗୁଛି। ହଁ ହଁ ହଁ, ଛୁଆମାନେ ସବୁ କରୁଛନ୍ତି, ଯିଏ ଯାହା ସବୁ ଦିଅନ୍ତି ସବୁ ସମସ୍ତେ ସହଯୋଗ କରିକି କରନ୍ତି। ଆଉ ହଁ ହଁ। ଜୟ ଶ୍ରୀ ଜଗନ୍ନାଥ। ଆପଣମାନେ ଜାଣିଥିବେ, ପୂର୍ବରୁ ବିଜ୍ଞପ୍ତି ମୁଁ ଦେଇଥିଲି ଆମର ଗୋବିନ୍ଦପୁର କଚେରୀ ଗ୍ରାମର ଆଳି ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଡ଼ା ଜିଲ୍ଲାର ଏ ଭିଡ଼ିଓଟି ଆପଣମାନେ ଦେଖୁଛନ୍ତି। ଆମର ମନ୍ଦିର ଚନ୍ଦ୍ରଶେଖର ମହାଦେବ ମନ୍ଦିର ସାମ୍ନାରୁ ରଥଟି ଗଡ଼ିବାରେ ଲାଗିଛି। ଆଉ ଭକ୍ତମାନେ ଶ୍ରଦ୍ଧାର ସହିତ ଆମ ରଥକୁ ଟାଣି ନେଇଯାଉଛନ୍ତି ଏବଂ ସମସ୍ତେ ଖୁସିରେ ବିହୋଳ। ଏବଂ ଦେଖନ୍ତୁ ଆମର ଭିଡ଼ର ପରିମାଣ, ଆମ ଗାଁରେ ଏହି ପ୍ରକାରର ଭିଡ଼ ହୋଇଥାଏ ଏବଂ ସେମାନେ ଅତି ଭକ୍ତିରେ ମାଉସୀ ମା ମନ୍ଦିର ଯିବା ପାଇଁ ଚେଷ୍ଟା ଚାଲିଛି। ଏବଂ ଆମର ପ୍ରଥମ ବ୍ୟବସ୍ଥା ଟିକେ କମିଯାଉଛି କ'ଣ, ଆମର ଯେଉଁମାନେ ସବୁ ଇଲେକ୍ଟ୍ରିକ୍ କନଜ୍ୟୁମର୍ ହେଇଛନ୍ତି ସେମାନଙ୍କର ତାର ଗୁଡ଼ାକ ରାସ୍ତା ସିଧାରେ ବହୁତ ତଳେ ରହିଛି, ଯାହାଫଳରେ ରଥ ଯିବା ପାଇଁ ଟିକେ କଷ୍ଟ ହେଇଥିଲା। ଆଉ
ଇଲେକ୍ଟ୍ରି ଯେଉଁମାନେ ଡିପାର୍ଟମେଣ୍ଟରେ ଥିଲେ ସେମାନେ ବି ଥିଲେ। ଦେଖନ୍ତୁ ଏଠି ଆମର ପ୍ରସାଦ ବଣ୍ଟା ଚାଲିଛି, ମିଷ୍ଟାନ୍ନ। ଆଉ ଆମର କୁନି ପୁଅ ଆମ ସାହିର ବା ଆମ ପୁତୁରା ସିଏ ବି ତା ବାପା ସହିତ ସେ ନାଚ କରୁଥିଲେ। ଏଠି ଗୋଟେ ଛୋଟିଆ ଗଣ୍ଡଗୋଳଟେ ହେଇଥିଲା। ଆମର ରାସ୍ତାରେ ଯିବା ଆସିବା ଅସୁବିଧା ହେଲା। ମାଉସୀ ମା ମନ୍ଦିରକୁ ଯିବା ପାଇଁ ରଥ ଚାଲିଥିଲା ବେଳେ ଇଏ ଝମିଲାଟି ଦୁଇଟା ପିଲା ଝମିଲା କରିଥିଲେ ଯେ ରାସ୍ତାରେ ଆଗ ପଳେଇ ଯିବା ପାଇଁ ବାଇକ୍ ନେଇକି ଚେଷ୍ଟା କରୁଥିବା ସମୟରେ କିଛି ଲୋକ ଅଟକେଇଥିଲେ। ସେ କହିଲା ଯେ ମୋ ଘର ପାଖରେ ମାନେ ମନ୍ଦିର ପାଖରେ ଘର, ସେ ସେଇଠି ଗଳିକି ପଳେଇବ ବୋଲି ଚେଷ୍ଟା କରୁଥିଲା, ଯାଇପାରିଲାନି। ଯାହାଫଳରେ ଟିକେ ଝଗଡ଼ା ହେଉଥିଲା। ଆଉ ପୋଲିସ ବାଲା ଆଉ କିଛି କର୍ମୀ ମାନେ ମିଶିକି ଗଣ୍ଡଗୋଳଟାକୁ ସମାଧାନ କରିଦେଇଥିଲେ ଏବଂ ସହଜରେ ସମାଧାନ ହେଇଯାଇଥିଲା। ଆଉ ତାପରେ ଆମର ରଥ ପର୍ଯ୍ୟନ୍ତ ଆମେ ଯାଇକରି ଆମେ ଆମ ଯେଉଁ ଚିତ୍ରଟିକି ଆମେ ଦେଖାଉଥିଲୁ। ଆଉ ଆପଣମାନେ ଦେଖୁଛନ୍ତି ଆମର ମାଉସୀ ମା ମନ୍ଦିରକୁ ଯିବା ପାଇଁ ରାସ୍ତା। ଆଉ ଏଇଠି ଠାକୁର ଆମର ବୁଲିବେ। ଏଇ ଟିକେ ଝମିଲା ପାଇଁ ସମୟ ଟିକେ ବିଳମ୍ବ ହେଇଥିଲା। ଆଉ କିଛି ପରିମାଣରେ ମୁଁ ଆପଣଙ୍କ ପାଇଁ ଚିତ୍ର ରଖିଥିଲି। ଏଠି ଆମର ପୁରୁଣା ରଥଟି ସେ ତା'ର କାଠର ଯେଉଁ ବ୍ୟବସ୍ଥା ଥିଲା, ଏ କାଠର ବ୍ୟବସ୍ଥା ଗୁଡ଼ାକ ବହୁତ ନଷ୍ଟ ହେଇ ଆସିଛି। ଯାହାଫଳରେ ଆମର ଯେଉଁ ଶିଳ୍ପୀଟି ରଥ ନିର୍ମାଣ କରିଥିଲେ ସେ ରଥଟି ଟିକେ ନରମ ହେଇଯାଇଥିଲା। ଆମର ରସିର ପରିମାଣ ଆପଣ ଦେଖିଥିଲେ, ମୁଣ୍ଡେଇକି ନେବା ରସିର ପରିମାଣ ଆପଣ ଦେଖିଥିଲେ। ସେ ରସି ଆଉ ଆମର ଭକ୍ତମାନଙ୍କର ଯେଉଁ ବଳ ଇଏ ମିଶିଲା ପରେ ରଥଟି ଅଧାରୁ ଟିକେ ନରମ ହେଇଯାଇଥିଲା, ତା'ର ଭାଙ୍ଗିବା ଅବସ୍ଥାକୁ ପଳେଇଥିଲା। ଏଠି ବହୁତ କଷ୍ଟ କରି କର୍ମୀ ଆଉ ଭକ୍ତମାନେ ଧୀରେ ଧୀରେ ମାଉସୀ ମା ମନ୍ଦିର ଆଡ଼କୁ ନେବା ପାଇଁ ଚେଷ୍ଟା କରୁଛନ୍ତି ରଥକୁ। ଆମର ଆମ ଦିଅଁ ଦେବତା ଆମର ସମସ୍ତେ ବହୁତ ଭଲରେ ଥିଲେ, କୌଣସି ଅସୁବିଧା ନଥିଲା। ଆମ ପଣ୍ଡିତ ଯିଏ ଅଛନ୍ତି ଆମ ଘର ପାଖର ପିଲାଟିଏ, ତାଙ୍କର ଡାକ ନାଁ ଦିଆଯାଇଛି ଭିକୁ ନନା। ଆଉ ଭିକୁ ନନା ଆମର ପୂଜାରେ ବ୍ୟସ୍ତ ଥିଲେ। ଏ ସମସ୍ତେ ମାଉସୀ ମା ମନ୍ଦିର, ଏଇଟା ଆପଣ ମାଉସୀ ମା ମନ୍ଦିରକୁ ଦେଖୁଛନ୍ତି। ଇଏ ମାଉସୀ ମା ମନ୍ଦିରକୁ ରାସ୍ତା ଥିଲା, ଏଇଟା ମାଉସୀ ମା ମନ୍ଦିର। ଆଉ ଏଇ ଜାଗାକୁ ଆସିଥାନ୍ତି ଠାକୁର ଆମର। ଏଠି ସ୍ଥାନ ଏବେ ଆସ୍ଥାନ ତାଙ୍କର ଶୂନ୍ୟ ପଡ଼ିଛି। ଆଉ ଭକ୍ତମାନେ ଥକାରେ ବସି ଯାଇଛନ୍ତି। ଏଠି ଜଣେ ଆମ ସାହି ପିଲାଟି ବହୁତ ଖୁସିରେ ନାଚୁଥିଲା, ତାକୁ ଆମର କର୍ମୀ କହୁଛନ୍ତି ରହିଯା ଏବେ ନାଚନା, ଟିକେ ପରେ ନାଚିବୁ। ଆଉ ଏବେ ଆମର ସବୁ ଦେବତା ଆମର ପଳେଇଥିଲେ, ବା ବଳଭଦ୍ର ସୁଭଦ୍ରା ପଳେଇଥିଲେ ଜଗନ୍ନାଥଙ୍କ ପହଣ୍ଡି ପାଇଁ ଟିକେ ଅପେକ୍ଷା କରନ୍ତି। କାରଣ ଲମ୍ବା ଭିଡ଼ିଓ ହେଇଗଲେ ଆପଣମାନେ ଦେଖିବେନି, ସେଥିପାଇଁ ସର୍ଟରେ ଭିଡ଼ିଓ କରାଯାଇଛି। ଆଉ ଅନେକ ଭିଡ଼ିଓ କରାଯାଇଛି, କିନ୍ତୁ ତା ଭିତରେ ମୁଁ ଖୋଜି ଖାଜିକି ଏତିକି କରିଛି। ଦେଖନ୍ତୁ ଆମର ଜଗନ୍ନାଥ ପହଣ୍ଡି ହେଇକରି ଆସୁଛନ୍ତି ମାଉସୀ ମା ମନ୍ଦିର ଭିତରକୁ। ଆପଣ ସେ ଚିତ୍ର ଦେଖୁଛନ୍ତି। ଇଏ ମୁଁ କିଛି ପୂର୍ବରୁ ଭିଡ଼ିଓ ପକାଇଥିଲି, ସମ୍ପୂର୍ଣ୍ଣ ଭିଡ଼ିଓ ଅଛି, ଆପଣମାନେ ଅପେକ୍ଷା କଲେ ଆଗାମୀ ଏଇ ଭିଡ଼ିଓ ଚାଲୁଥିବା ଅବସ୍ଥାରେ ଇଏ ସବୁ ଛୋଟ ଛୋଟ ଭିଡ଼ିଓ ମୁଁ କରିକିରି ଆପଣଙ୍କୁ ପ୍ରଥମରୁ ଦେଖେଇଲି। ବହୁତ ଲୋକ ଅଛନ୍ତି କାଟି କୁଟିକି ଦେଖନ୍ତି, ସେଥିପାଇଁ ମୁଁ ଭିଡ଼ିଓ ଗୁଡ଼ାକ ସର୍ଟରେ ଦେଖାଉଛି। ଏ ଦେଖନ୍ତୁ ଆସ୍ଥାନ ଏବେ ପୂର୍ଣ୍ଣ ହେଇଗଲା। ଆମ ଦାରୁଦିଅଁ ପହଞ୍ଚିଗଲେ। ଆଉ ଏଠି ସମସ୍ତେ ହରିବୋଲ ହୁଳହୁଳି ସବୁ ପକାଉଛନ୍ତି। ଆଉ ଆମର ଜଗନ୍ନାଥ ଆସି ପହଞ୍ଚିଗଲେ ବୋଲିକି ମାଉସୀ ମା ମନ୍ଦିରରେ ସମସ୍ତେ ଠାକୁରଙ୍କୁ ଡାକୁଛନ୍ତି। ଆଉ ଏ ଯେଉଁ ଜାଗାରେ ଆସି ପହଞ୍ଚିଲା ପରେ ଯଦି ଆପଣଙ୍କୁ ମୁଁ ଚିତ୍ର ଦେଖାଇ ପାରିବି, ସେଇଟା ପରବର୍ତ୍ତୀ କେତେବେଳେ ଭିଡ଼ିଓରେ ଦେଖାଇବି। ଏବେ ଦେଖନ୍ତୁ ଆମର ଯେଉଁ ମନ୍ଦିରରୁ ବାହାରିକି ଯାଉଥିଲେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଠାକୁର, ସେଇ ସମୟର ରଥ ଗଡ଼ିବା ସମୟର ଚିତ୍ର। କେତେ ମାନେ ବାଧାରେ ଠାକୁର ବାହାରିଛନ୍ତି। ଶେଷରେ କିଛି ବାଟ ଗଲା ପରେ ଠାକୁରଙ୍କର ନେତଟି ଭାଙ୍ଗି ଯାଉଛି। ଭାଙ୍ଗିଯିବାର ମୂଳ କାରଣ ହେଉଛି ଯେଉଁ ରାସ୍ତା ଉପରେ କଞ୍ଜୁମରମାନଙ୍କର ତାରକୁ ଉହଳିକି ଥିବାରୁ। କାହିଁକିନା ଇଏ ହେଉଛି ଗାଁ, ଆମର ଗାଁ ଭିତରେ ସବୁ ଅବ୍ୟବସ୍ଥା ଟିକେ ଟିକେ ଥାଏ, ସମସ୍ତଙ୍କ ଗାଁରେ ବି ଥାଏ।
କିନ୍ତୁ ଆମ ଗାଁର ଉନ୍ନତ କିଛି ସେମିତି ମାନେ ଅସୁବିଧା ନାହିଁ। କିନ୍ତୁ ଆମର ଯେଉଁମାନେ ସବୁ ଭକ୍ତ ଅଛନ୍ତି, ଯେଉଁମାନେ କର୍ମୀ ଅଛନ୍ତି, ସମସ୍ତେ ସଜାଗ ଥାଆନ୍ତି ରଥଟି ଯିବା ପାଇଁ। ଇଏ ହେଉଛି ଆମର ଗାଁର ଆମର ଯେଉଁ ମନ୍ଦିର ପାଖରେ ଯେଉଁ ଛକଟି ଥିଲା, ସେ ଛକକୁ ପାସ୍ କରିକି ଏବେ ରଥ ଯାଉଛି। ଆ ଭିତରେ ବହୁତ ସିନ୍ ଥିଲା, ମୁଁ କାଟି ଦେଇଛି ଆପଣମାନେ ଲମ୍ବା ଭିଡ଼ିଓ ଦେଖିବେନି ବୋଲି, ତଥାପି ଇଏ ବି ବହୁତ ଲମ୍ବା ହେଇଛି। ବହୁତ ସିନ୍ କାଟିଲା ପରେ ଏଠି ଢୋଲ ଯେଉଁ ବଜା ଯାଉଥିଲା, ସେ ଢୋଲଟି ବି ସେ ଲୋକଟା ଏତେ ଜୋର ବାଡ଼େଇଥିଲା, ବୋଧେ ମୁଁ ସେଗୁଡ଼ା କହିବିନି କେଉଁଥିପାଇଁ ସେ ଢୋଲଟା ଜୋରରେ ବାଡ଼ଉଥିଲା କହିବିନି। ଆପଣମାନେ ଯଦି ବୁଝିପାରୁଥିବେ। ଆଉ ସେ ଢୋଲଟି ଫାଟିଗଲା। ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ଏବେ ଆମ ସ୍କୁଲ ପାଖାପାଖି ରଥ ଗଡ଼ି ଚାଲିଛି। ଆମ ସ୍କୁଲ ପାଖାପାଖି ଆମର ଗୋବିନ୍ଦପୁର ହାଇସ୍କୁଲ, ନୋଡାଲ ହାଇସ୍କୁଲ, ସେ ଜାଗା ପର୍ଯ୍ୟନ୍ତ ଆମର ପଳେଇ ଆସିଲାଣି ରଥ। ଇଏ ଆପଣ ଦେଖିପାରୁଛନ୍ତି ରଥ। ଆଉ ଭକ୍ତ ଆମର ଛୁଆମାନେ ବହୁତ ମାନେ ଆଗ୍ରହ ଅଛି ଛୁଆମାନଙ୍କର ରଥ ଦୌଡ଼ି ଧରି ଟାଣିବା। ଦେଖନ୍ତୁ ଆମର ଛୋଟିଆ ରଥଟିଏ, ପିଲା ଯେତିକି ହେଲେଣି ମାନେ ରଥକୁ ସେ ଯଦି ଘୋଷାଡ଼ି ନେବେ, ଚିନ୍ତା କରନ୍ତୁ କେଉଁ ପରିମାଣରେ ଆମ ରଥଟି ଦୌଡ଼ିବ। ମୁଁ ସେଇଥିପାଇଁ ପୂର୍ବରୁ ଗୋଟେ ନଟିଆ ଭିଡ଼ିଓ କରିଥିଲି। ନଟିଆ ଏତେ ଜୋରେ ଟାଣିଲା ଯେ ରଥ ଦୌଡ଼ିକି ପଳେଇଲା। ସେଇ ହିସାବରେ ମୁଁ ଏ ଭିଡ଼ିଓଟାକୁ ପକାଇଥିଲି। ଆଉ ଆପଣ ଦେଖନ୍ତୁ, ନଟିଆକୁ ମୁଁ କେବଳ ମାଧ୍ୟମ ମାତ୍ର କରିଥିଲି। ଯେଉଁ ନଟିଆ କମେଡ଼ିର ସିନ୍ଟା ମୁଁ ରଖିଥିଲି ନଟିଆ ଫଟୋ ମାଧ୍ୟମରେ ଗୋଟେ AI ଭିଡ଼ିଓ କରିକି ଆପଣମାନଙ୍କୁ ଦେଖେଇଥିଲି। ଇଏ ହେଉଛି ସେଇ ସିନ୍ର। ଦେଖନ୍ତୁ ଆମର ଛୋଟ ଛୁଆ ହେଇ ପିଲା ସବୁ ନାଚୁଛନ୍ତି, ଇଏ ଖୁସି ମିଳେନି। ଆମର ଇଏ ହେଉଛନ୍ତି ଅତି ପ୍ରିୟ ଆମର ଇଏ ଗଦାଧର ପରିହାଡ଼ି ତାଙ୍କର ନାମ। ଆଉ ଇଏ ସବୁବେଳେ ମାନେ ଠାକୁରଙ୍କର ଧାରା ବିବରଣୀ ଦେଇଥାନ୍ତି। ଆଉ ଏଠି ଟ୍ରାକ୍ଟର ମାଧ୍ୟମରେ ଆମେ ଦେଖିପାରୁଛେ ଯେ ଜଳ ବଣ୍ଟା ଯାଉଛି। ଆପଣମାନେ ସେ ସେ ଚିତ୍ର ଦେଖୁଛନ୍ତି। ଆଉ ବର୍ଷା, ସେ ସମୟରେ ବର୍ଷା ବି ହେଉଥାଏ। ଆଉ ମୁଁ ବଡ଼ କ୍ୟାମେରା ଧରିଥିଲି। ବଡ଼ କ୍ୟାମେରା ଯେହେତୁ ଯେତେ ଜୋର ବର୍ଷା ହେଉଥିଲା ସେଇ ସମୟରେ ବଡ଼ କ୍ୟାମେରାଟି ମୋର କ୍ଷତିଗ୍ରସ୍ତ ହେବ ବୋଲିକି ମୁଁ ତାକୁ ଥୋଇଦେଇ ମୋବାଇଲ ମାଧ୍ୟମରେ ଆପଣଙ୍କୁ ଚିତ୍ର ଦେଖାଉଛି। ଦେଖନ୍ତୁ ସମସ୍ତେ ଶ୍ରଦ୍ଧାର ସହିତ ଠାକୁରଙ୍କୁ ପାଛୋଟି ନେଉଛନ୍ତି ଆମର ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ। ଇଏ ଆମର ଚାଲିଛି। ଏ ଯେଉଁ ଜାଗାଟି ଅଛି ସ୍କୁଲ ପରର ଦୃଶ୍ୟ। ଆମର ବର୍ଷା ସମୟରେ ରଥଯାତ୍ରା ଯେତେବେଳେ ହେଇଥାଏ, ବର୍ଷା ସମୟରେ ବହୁତ ଖୁସି ଲାଗିଥାଏ। କାହିଁକି ଯେ ସେତେବେଳେ ସୂର୍ଯ୍ୟର କିରଣ ନଥାଏ। ଆଉ ସୂର୍ଯ୍ୟର କିରଣ ଥିଲେ ପିଲାମାନଙ୍କୁ ବହୁତ ବାଧେ। ଏପଟରେ ପାଦ ପଡ଼ିଯାଉଥିବ, ଯାଇପାରୁନଥିବେ, ଦୁଡ଼ିବାକୁ ଲାଗୁଥିବେ, ବହୁତ ପ୍ରକାର କଷ୍ଟ ରୁହେ। ବର୍ଷା ହେଲେ ବରଂ କଷ୍ଟ ହୁଏ, କାଦୁଅ ଭିତରେ ପଶିକି ଯିବା ପାଇଁ, ସିଏ ଗୋଟେ ମଜା। ଦେଖନ୍ତୁ ଆମର ରଥ କେମିତି ଯାଉଛି। ଆମର ଏଇ ଜାଗାରେ ଗୋଟେ କଥା କହିବି, ଆମର ଯେଉଁ ବ୍ରେକ୍ ଉପରେ ସେ ଗୋଟେ ବ୍ରେକ୍ ଅଛି, ଦୁଇ ସାଇଡ଼୍ରେ ଦୁଇ ଜଣ ବ୍ରେକ୍କୁ ଜଗିଥାନ୍ତି। ସେ ବ୍ରେକ୍ ଉପରେ ସିଧା ବସି ଯାଇଛନ୍ତି। ଏମିତିକି ଗୋଟେ ପଟ ବ୍ରେକ୍, ତାର ବାଁ ପଟର ରଥର ବାଁ ପଟର ବ୍ରେକ୍ଟା ବି ଭାଙ୍ଗି ଯାଇଥିଲା। ଆଉ ଏଇଠୁ ପ୍ରମାଣିତ ହେଉଛି ଯେ ଯେଉଁମାନେ ବସିଥିଲେ ବ୍ରେକ୍ ଉପରେ, ମୁଁ ଭାବୁଛି ସେ ବସିବା ପାଇଁ ସେ ନରମ କାଠ ଥିବାରୁ ସେ ବୋଧେ ଭାଙ୍ଗି ଯାଇଥିଲା। ଗୋଟେ ସାଇଡ଼୍ ବ୍ରେକ୍ ଭାଙ୍ଗିଗଲା ପରେ ରଥ ଗଡ଼ିବା ଟିକେ କଷ୍ଟ ହୋଇଥିଲା। ବହୁତ ସମୟ ପିଲାମାନେ କଷ୍ଟ କଲେ, ବ୍ରେକ୍ ସଜାଡ଼ିବା ପାଇଁ ବହୁତ ସମୟ କଷ୍ଟ କଲେ। ସେଥିପାଇଁ ଆମର ରାତି ବି ହେଇଗଲା। ଆପଣମାନେ ରାତିର ଚିତ୍ର ଦେଖାଉଥିଲି, ସେଥିପାଇଁ ଆଗରୁ ରାତିର ଚିତ୍ର ଦେଖାଉଥିଲି। ଆପଣମାନେ ସେ ଚିତ୍ର ଦେଖୁଥିବେ। ଆଉ ରଥ ଭିତରେ ଗୋଟେ ଇନଭର୍ଟର ବଲ୍, ଗୋଟେ ଛୋଟିଆ ଇନଭର୍ଟର ବଲ୍ ଲାଗିଥିଲା ରଥ ଭିତରେ। ଦେବତା ଦିଶୁନଥିଲେ ବୋଲିକି। ଆଉ ସେ ବଲ୍ଟି ଆପଣମାନେ ଦେଖୁଛନ୍ତି, ରଥ ଭିତରେ ବଲ୍ଟି ଜଳିଛି। ଆଉ ଏଇଟା ମନ୍ଦିର ଭିତରୁ ଯେତେବେଳେ ଭଗବାନ ବାହାରୁଥିଲେ ଆଳତୀ ସମୟର ସେ ଚିତ୍ର ଆପଣଙ୍କୁ ମୁଁ କିଛି ମୁଁ ଆପଣଙ୍କୁ କହିଥିଲି। କିଛି ଭିଡ଼ିଓ ମୁଁ ମଝିରେ ପୁରେଇବି, କାହିଁକିନା ଆପଣମାନଙ୍କର ମନଟା ଲାଖି ରହିବା ଦରକାର। ଚିତ୍ରରେ ମନଟା ଲାଖି ରହିବା ଦରକାର। ମିଠା ବଣ୍ଟା ହେଉଛି ଦେଖୁଛନ୍ତି, ସେ ସିନ୍ଟା ଆଉ ଥରେ ମୁଁ ଦେଖେଇଲି। ଆଉ ଏଠି ପୁଣି ଆମର ସେ ଯେଉଁ ଚିତ୍ର, ଆମ କୁନି ପୁଅଟି ତାକୁ ବାପ ଧରିକି ନଚେଇବା, ଆଉ ସେ ଚିତ୍ରଟାକୁ ଆଉ ଥରେ ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ, ଆଉ ଠାକୁର ପୁଣି ପହଣ୍ଡି ହେଲେ ଆପଣ ସେ ଚିତ୍ର ବି ଦେଖୁଛନ୍ତି। କାହିଁକିନା ଏ ଚିତ୍ର ଗୁଡ଼ାକ ମୁଁ ଯେଉଁଗୁଡ଼ାକ ଦେଖାଉଛି ଆପଣଙ୍କୁ ଦୁଇ ଥର ଦେଖାଉଛି। ଏଇଥିପାଇଁ ଦେଖାଉଛି ଆପଣ ଜାଣିପାରିବେ ଯେ ଆମର
ଯେଉଁ ରଥଯାତ୍ରାଟି କିପରି ହେଇଥିଲା ଆଉ ରଥଯାତ୍ରାରେ କେତେ ଖୁସି ଥିଲେ ଆମର ଗାଁ ଲୋକ ଅତ୍ୟଧିକ। ଏଥର କିନ୍ତୁ ଆପଣ ଯେତିକି ଲୋକ ଦେଖିଲେ ଅତ୍ୟଧିକ ଲୋକ ହୁଅନ୍ତି ରାସ୍ତାରେ, ମାନେ କ'ଣ କହିଲେ ଯିବା କଷ୍ଟ। ଆଉ ଆମର ଯେତିକି ବଡ଼ ରାସ୍ତା ତାଠୁ ଆମର ଗାଁ ମାନେ 7ଟା 8ଟା ଗାଁରୁ ଲୋକ ସବୁ ଆସିକି ରୁଣ୍ଡ ହେଇଯାଆନ୍ତି ଏଠି। ପ୍ରବଳ ମାତ୍ରାରେ ଭିଡ଼ ହୁଏ। ଆଉ ଏଇଟା ହେଉଛି ଭକ୍ତି ନଥିଲେ ଏସବୁ ବ୍ୟବସ୍ଥା ହେଇପାରେନି। ଆଉ ରଥ ଦେଖନ୍ତୁ, ଆମର ଏଇ ଯେଉଁ ରଥଟି ବୋଧେ 12 ବର୍ଷରୁ ଉର୍ଦ୍ଧ୍ୱ ହେଇଗଲାଣି। ଯେଉଁ ଆମର ନୂଆ ରଥଟି ତିଆରି ହେଇଥିଲା ସେତେବେଳେ ଛୋଟ ରଥ ଗୋଟେ, ଯେତେବେଳେ ପ୍ରଥମ ଆରମ୍ଭ ହେଇଥିଲା ଗୋଟେ ଛୋଟ ରଥରୁ ଆରମ୍ଭ ହେଇଥିଲା। ସେ ଛୋଟ ରଥରୁ ଏତିକି ବଡ଼ ରଥ ଆରମ୍ଭ ହେଇଛି। ଆଉ ଏଇ ରଥ ପର୍ଯ୍ୟନ୍ତ ରହିଛି। ଦେଖନ୍ତୁ, ଇଏ ହେଉଛି ଆମର ମନ୍ଦିରର ସାମ୍ନାର ଚିତ୍ର। ଯେତେବେଳେ ସକାଳୁ ଆମେ ସବୁ ବାହାରିଥିଲୁ, ଠାକୁର ଆଉ ଗୋଟେ ଜାଗାରେ ଥିଲେ। ଚାଲନ୍ତୁ ଦେଖିବା ସେ କେଉଁଠି ଆମର ଦାରୁ ଦେବତା ଥିଲେ। ଆଉ ଆମର ସୁକଦେବ ମିଶ୍ର ବୋଲି ଜଣେ ଅଛନ୍ତି ଆମ ଗାଁରେ, ତାଙ୍କ ଘରେ ଠାକୁରଙ୍କୁ ରଖିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ। କାହିଁକିନା ଆମର ଚନ୍ଦ୍ରଶେଖର ମନ୍ଦିର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି। ସେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହେଇନାହାନ୍ତି କି ତାଙ୍କର ମନ୍ଦିରର ଗଢ଼ଣି ଏପର୍ଯ୍ୟନ୍ତ ସରିନାହିଁ। ଆଉ ସେଥିପାଇଁ ଆମ ପିଲାମାନେ ସବୁ ଚାଲିଛନ୍ତି ମନ୍ଦିର, ଆମର ଯେଉଁ ସୁକଦେବ ମିଶ୍ର ତାଙ୍କ ଘର ପର୍ଯ୍ୟନ୍ତ ଚାଲିଛନ୍ତି। ସେଠି ସୁକଦେବ ମିଶ୍ର ଯିଏ, ତାଙ୍କ ଘର ଆଗରେ ଗୋଟେ ଜଗନ୍ନାଥଙ୍କର ମନ୍ଦିର କରାଯାଇଛି। ସେ ବ୍ୟକ୍ତିଗତ କରିଛନ୍ତି ତାଙ୍କର ମନ୍ଦିର। ଆଉ ସେଇ ମନ୍ଦିରରେ ଆମର ଜଗନ୍ନାଥ ଅଛନ୍ତି। ଯେଉଁ ଦାରୁ ଦେବତା ଆମର ମନ୍ଦିରରେ ରହିବା କଥା ସେ ସେଠି ଅଛନ୍ତି। ସିଏ ଦାୟିତ୍ୱ ନେଇଛନ୍ତି। କହିଲେ ଯେହେତୁ ଆମର ପ୍ରତ୍ୟେକ ବର୍ଷ ଜଗନ୍ନାଥଙ୍କର ପହଣ୍ଡି ହଏ ରଥଯାତ୍ରା ପାଇଁ, ଆଉ ସେମାନେ ଏଇଠି ଆଣିକି ରଖିଛନ୍ତି। ଏଠି ଦେଖନ୍ତୁ, ସେମାନେ କ୍ଷୀରି ଖେଚେଡ଼ି କରିଥାନ୍ତି। ଆଉ ଆମର ପିଲାମାନଙ୍କୁ ଖାଦ୍ୟ ଦେଇ ଭୋଗ ଦେଇକରି ତାଙ୍କୁ ବିଦା କରିବା ପାଇଁ ଏଠି ଏମାନଙ୍କୁ ସବୁ ଆପଣ ଯେଉଁ ଦେଖୁଛନ୍ତି ବାଜା ବାଜିବା, ଏ ବାଜା ପାର୍ଟି ଗୋଟେ ସ୍ୱତନ୍ତ୍ର ଆମ ସାହିର ଜଣେ ଲୋକ କେଦାରନାଥ ଦାସ, ସିଏ କଟକରୁ ମଗେଇଥିଲେ, ଆଙ୍କୁ ଡକେଇଥିଲେ। ଏମାନେ ଆସିଥିଲେ ଠାକୁରଙ୍କୁ ଆମର ମାନେ ଆବାହନ କରିକି ନେବା ପାଇଁ। ଆଉ ଠାକୁର ପଛରେ ଆସୁଛନ୍ତି, ଆପଣମାନେ ଦେଖୁଛନ୍ତି। ତାଙ୍କ ଘରଠୁ ହିଁ ବାହାରିକିରି ଠାକୁର ଯିବେ ମନ୍ଦିରକୁ। ମନ୍ଦିରରେ ଯାଇକି ସେଠି ନୀତିକାନ୍ତି ହେବ। ଠାକୁରଙ୍କର ନୀତିକାନ୍ତି ହେଲା ପରେ ଠାକୁର ଆମର ରଥକୁ ବାହୁଡ଼ିବେ। ଏଇ ଚିତ୍ରଟି ଦେଖୁଛନ୍ତି, ମାଙ୍କଡ଼ମାନେ ଏ ବାଜା ବାଜିବା ଶବ୍ଦ ଶୁଣି ମାଙ୍କଡ଼ମାନେ ଗଛରେ ଯାହା ହେଲେ, ସେ ଚିତ୍ରଟାକୁ ମୁଁ ଦେଖିବା ପାଇଁ ଚେଷ୍ଟା କରୁଥିଲି। ମାଙ୍କଡ଼ମାନେ ଟିକେ ସେତେବେଳକୁ ଲୁଚି ଯାଇଥିଲେ, ବାଜା ବାଜିବାର ଶବ୍ଦକୁ ଶୁଣିକି ଲୁଚି ଯାଇଥିଲେ। ଆଉ ଆମ ଭକ୍ତମାନେ ସବୁ, ଆମର କୁନି ପିଲା, ଆମ ସାହିର ପିଲା ସବୁ ଠାକୁରଙ୍କୁ ନେଇକରି ଯାଉଛନ୍ତି। ଇଏ ଆମର ମନ୍ଦିରକୁ ଚାଲିଛି ଯାତ୍ରା। ହେଇ ଦେଖୁଛନ୍ତି ମନ୍ଦିର ପାଖରେ ଆସି ପହଞ୍ଚିଗଲା। ଆଉ ସବୁଥିରୁ ଛୋଟିଆ ଚିତ୍ର ଆପଣମାନଙ୍କ ପାଖରେ ପହଞ୍ଚଉଛି। ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ଆଉ ଠାକୁର ଆସିକି ପହଞ୍ଚିଲା ପରେ ଏବେ ଠାକୁରଙ୍କର ନୀତିକାନ୍ତି ହେବ। ନୀତିକାନ୍ତି ହେଲା ପରେ ଆପଣମାନେ ତାପରେ ଦେଖିବେ, ପହଣ୍ଡି ଦେଖିବେ। ଏବେ ଠାକୁର ବାହାରିବେ, ସୁଦର୍ଶନ ବାହାରିଲେ ପହଣ୍ଡି ହେଇକିରି ଯିବେ। ପହଣ୍ଡି ହେଇକି ଗଲା ପରେ ଆପଣମାନେ ସେ ଚିତ୍ର ଦେଖିବେ। ଏବେ ଆମର ସୁଭଦ୍ରା ବାହାରୁଛନ୍ତି, ସୁଦର୍ଶନ ବାହାରୁଛନ୍ତି। ତାପରେ ଦେଖନ୍ତୁ ଛେରା ପହଁରା ହେଲା। କୁନି ବାଳକଟି ଆମର ଛେରା ପହଁରାରେ ଲାଗିଛନ୍ତି। ଆଉ ପ୍ରକାଶ ମିଶ୍ର ତାଙ୍କର ପୁତୁରା, ସେ ଛେରା ପହଁରା କରୁଛନ୍ତି। ଏବଂ ଆମର ବାହୁବଳୀ, ଆମର ପୁତ୍ର ବାହୁବଳୀ ଆମର ଅନ୍ୟାନ୍ୟ ସେବାୟତ ସହିତ ଆଉ ଆମର ଯିଏ ଚାଲିଛନ୍ତି ସୁଦର୍ଶନ ଚାଲିଲେ ରଥ ପର୍ଯ୍ୟନ୍ତ। ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ରଥକୁ ଯାଇ ପହଞ୍ଚିଲେ ଭଲ ବର୍ଷା ହେଉଥାଏ। ଏଠି ଆମର
ପୁଅକୁ ନଚଉଛନ୍ତି ବାପା। ଆଉ ଏଠି ବଳଭଦ୍ର ବଡ଼ ଠାକୁର ଆମର ବାହାରିଲେ ପହଣ୍ଡି ହେଇକିରି ଯିବେ। ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ପହଣ୍ଡି ଏବେ ହେଲେ ପହଣ୍ଡି ହେଇକି ଚାଲିଲେ ଆମର ରଥକୁ ବଡ଼ ଠାକୁର। ଇଏ ଆମର ମହାଦେବ ମନ୍ଦିର ଯେଉଁ ଅଛି ତାଙ୍କର ମଣ୍ଡପଟା, ସେ ମଣ୍ଡପ ଉପରେ ଏଇ ପୂଜାଟି ହେଇଥାଏ। ସେ ମହାଦେବଙ୍କର ମଣ୍ଡପକୁ ଲାଗିକି ଜଗନ୍ନାଥ ମନ୍ଦିର ହେଇଛି। ଆପଣମାନେ ସେ ଚିତ୍ର ବି ଏଇ ଚିତ୍ର ଭିତରେ ଆପଣ ସେ ମନ୍ଦିରର ଚିତ୍ର ଦେଖିପାରୁଥିବେ। ଇଏ ମନ୍ଦିରରୁ ବାହାରିଲା ବେଳର ସେ ଯେଉଁ ଦ୍ୱାରଟି ବି ବହୁତ ଛୋଟ, ଯାହାଫଳରେ ଆପଣ ଦେଖୁଛନ୍ତି ବର୍ଷା ପ୍ରବଳ, ସମସ୍ତେ ଗାଧୋଇ ସାରିଲେଣି, କେହି ଗୋଟେ ମାନେ ବର୍ଷାରୁ ତ୍ରାହି ପାଇନାହାନ୍ତି। ଆଉ ଅତି ଭକ୍ତିଟା ଏତେ ଅଧିକ ହେଇଯାଇଛି ଯେ ଆମର ଲୋକ ସବୁ ଗାଧୋଇ ସାରିଲେଣି ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ। ଆଉ ମା ସୁଭଦ୍ରା ବାହାରିଲେ ପହଣ୍ଡି ହେଇକିରି, ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ରାଜାଧିରାଜା ମହାରାଜା ଆମର କୁନି ବାଳକ ଜଣେ ସେ ଛେରା ପହଁରା କରୁଛନ୍ତି। ଆଉ ଦିବାକର ବାରିକ ସେ ଅଛନ୍ତି ଜଳସେଚନରେ। ଆପଣମାନେ ସେ ଚିତ୍ର ବି ଦେଖୁଥିଲେ। ଆଉ ଏଠି ଆମର ଜଗନ୍ନାଥ ବାହାରିଲେ ଏଇ ପହଣ୍ଡି ହେଇକିରି, ଆପଣମାନେ ସେ ଚିତ୍ର ଦେଖୁଛନ୍ତି। ଇଏ ପହଣ୍ଡି ହେଇକି ଯିବା ଯେତେବେଳେ ଆମର ରଥ ବାହାରିବ ମାଉସୀ ମା ମନ୍ଦିରକୁ, ଇଏ ସେଇ ସମୟର ଚିତ୍ର ଆପଣଙ୍କୁ କହୁଛି। ଆଉ ଆମର ଇଏ ଯେଉଁ ରଥଯାତ୍ରା ବହୁ ପୁରାତନ। ଆଉ ଛୋଟବେଳରୁ ଆମର ଯେଉଁମାନେ ସବୁ ଏଇ କାର୍ଯ୍ୟକୁ ଛୋଟବେଳରୁ ତୁଲେଇଛନ୍ତି, ଆଜି ପର୍ଯ୍ୟନ୍ତ ବି ସେମାନେ ଅଛନ୍ତି। ଆଉ ସମସ୍ତେ ଏଠି ମାନେ ଯିଏ ଯେଉଁଠି ସବୁ ବିଦେଶରେ ଥାଆନ୍ତୁ, ଯେଉଁଠି ଥାଆନ୍ତୁ, ସମସ୍ତେ ଏଇ ସମୟରେ ଆସନ୍ତି ଗାଁରେ ଏଇ କାର୍ଯ୍ୟଟିକୁ ମାନେ ଭଲରେ କରିବା ପାଇଁ। ଆଉ ଆମର ବିକୁ ନନା ସେ ଅଛନ୍ତି ଠାକୁରଙ୍କୁ ପହଣ୍ଡି କରିକି ନେଉଛନ୍ତି। ଆଉ ସମସ୍ତଙ୍କୁ ଡକାଯାଇଥିଲା, ମୁଁ ବି ସେଠି ଥିଲି। ଆଉ ଆପଣମାନେ ଦେଖୁଛନ୍ତି ସେ ଚିତ୍ର ଯେଉଁଟାକି ମନ୍ଦିର ଭିତରେ ସମସ୍ତେ ଅପେକ୍ଷାରେ ଅଛନ୍ତି କେତେବେଳେ ଠାକୁର ବାହାରିବେ, ପହଣ୍ଡି ହେଇକିରି ବାହାରିବେ। ଏଠି ମୁଁ ଚିତ୍ର ନେବା ପାଇଁ ବର୍ଷାକୁ ପଳେଇ ଆସିଛି, ଛତା ଧରି ମୁଁ ବର୍ଷାକୁ ପଳେଇ ଆସିଛି। ଜଗନ୍ନାଥଙ୍କର ପହଣ୍ଡି ହେବ, ମୁଁ ସେ ଚିତ୍ରଟାକୁ ନେବା ପାଇଁ ପଳେଇ ଆସିଥିଲି। ଆଉ ସେଇ ସମୟର ଚିତ୍ର ଆପଣମାନେ ଦେଖନ୍ତୁ, ବର୍ଷାର ଚିତ୍ର ମୁଁ ଦେଖାଉଥିଲି। ଆମର ଇଏ ଯେଉଁ କୁନି ବାଳକ, ଇଏ ବି ପୂର୍ବ ବର୍ଷ ହେଇଥିଲେ ରାଜା ହେଇଥିଲେ। ଆଉ ଏବେ ଦେଖନ୍ତୁ ରଥ ଆଗରେ ପଡ଼ିଛି ଯେଉଁ ଆମର ରସିଟି, ସେ ରସି ବିଶାଳ। ଆଉ ତାକୁ ମଧ୍ୟ ଏଠି ହେଇପାରିଲାନି, ଲୋକଙ୍କର ଏତେ ଭିଡ଼ ଥିଲା। ଆଉ ଏଠି ବି ରଥକୁ ଟାଣିବା ପାଇଁ ଯେଉଁମାନେ ସେବକମାନେ ଥିଲେ, ସେମାନେ କିଛି ଦୂର ଟାଣିକି ନେଲା ପରେ ଛକ ଯେତେବେଳେ ଆମର ବଜାରଟା ପଡ଼ିଲା, ଗୋବିନ୍ଦପୁରର ମୂଳ ବଜାର ପଡ଼ିଲା, ସେଇ ସମୟରେ ସମସ୍ତେ ନେଇକିରି ଏବେ ଯିବେ, ରସିକି ନେଇକି ପଳେଇବେ ଆମର ବଜାର ମଝିକି। ଆଉ ସେଠି ରଥରେ ବନ୍ଧା ହେଇକିରି ଭିଡ଼ା ହେବ। କାହିଁକିନା ଆମର ମନ୍ଦିର ସାମ୍ନାରେ ଅବଶ୍ୟ ଜାଗା ଅଛି, ଯେତିକି ଲୋକ ହେଇଥିଲେ ତା ଦେହରେ ସମ୍ଭବ ନଥିଲା। ଆଉ ରସି ବାନ୍ଧିକିରି ଘୋଷାଡ଼ି ନେବା ପାଇଁ ସମ୍ଭବ ନଥିଲା। ଯାହା ବି ହେଉ, ଆପଣମାନେ ସେ ଚିତ୍ର ଦେଖିଲେ, ସବୁ ଗୁଡ଼ାକ ଆପଣମାନେ ଚିତ୍ର ଭିତରେ ସବୁ ଗୁଡ଼ାକ ଦେଖିବାକୁ ପାଇଲେ। ଆସନ୍ତା ଭିଡ଼ିଓକୁ ପୁଣି ଦେଖାହେବ। ଆଉ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଫେସବୁକରେ ଫଲୋ କରି ରଖିଥାନ୍ତୁ। ଜୟ ଜଗନ୍ନାଥ।